ଆଲେଲୁୟା ଆଲେଲୁୟା। ଯୀଶୁଖ୍ରୀଷ୍ଟ ପୁନର୍ଥିତ ହୋଇଛନ୍ତି। ଆଲେଲୁୟା। ଖ୍ରୀଷ୍ଟଙ୍କ ଯୋଗରେ ମୋର ପ୍ରିୟର ଭାଇ ଭଉଣୀମାନେ, ଆଜିର ମୁଖ୍ୟ ପ୍ରସଙ୍ଗ ଖ୍ରୀଷ୍ଟଙ୍କଠାରେ ମୃତ୍ୟୁଠାରୁ ନୂତନ ଜୀବନ। ଆଜି ରାତ୍ରି ଖ୍ରୀଷ୍ଟୀୟ ବିଶ୍ୱାସର ଏକ ଗୁରୁତ୍ୱପୂର୍ଣ୍ଣ ଓ ପବିତ୍ର ରାତ୍ରି। ଉଜାଗର ରହି ଉତ୍ସବ ପାଳନ କରୁ। ଆନନ୍ଦମୟ ସତ୍ୟତାକୁ ଆଜିର ଶୁଭରାତ୍ରି ଘୋଷଣା କରେ, ଯାହାକି ଯୀଶୁଖ୍ରୀଷ୍ଟ ପାପ ଓ ପାପର ବେତନ ମୃତ୍ୟୁକୁ ତାଙ୍କର ପୁନରୁତ୍ଥାନ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ପରାସ୍ତ କରିଛନ୍ତି। ସମାଧିର ଅନ୍ଧକାରକୁ ପୁନରୁତ୍ଥାନ ଜୀବନର ଆଲୋକ ସମ୍ପୂର୍ଣ୍ଣ ଭାବରେ ବିନାଶ କରିଅଛି। ଆଜିର ପଠନଗୁଡ଼ିକ ଦୁଇ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ବାସ୍ତବତାକୁ ବୁଝିବା ପାଇଁ ଆମନ୍ତ୍ରଣ କରେ, ଯଥା ପ୍ରଥମ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଓ ଦ୍ୱିତୀୟ ସେହି ନୂତନ ଜୀବନରେ ଆମର ସହଭାଗିତା। ସୁସମାଚାର ମାଥ୍ୟୁ 28:1-10 ଦର୍ଶାଏ ପୁନରୁତ୍ଥାନ, ଭୟରୁ ଆନନ୍ଦ। ସୁସମାଚାରରେ ଦୁଇ ଜଣ ନାରୀ, ଯଥା ମାଗ୍ଦଲେନା ମାରିଆ ଓ ଅନ୍ୟ ଜଣେ ମାରିଆ, ଯେଉଁମାନେ ଅତି ପ୍ରତ୍ୟୁଷରେ ସମାଧି ନିକଟକୁ ଯାଆନ୍ତି। ସେମାନଙ୍କର ଆଶା ଯେ ସେମାନେ ଯୀଶୁଙ୍କ ମର ଶରୀରକୁ ଦର୍ଶନ କରିବେ, କିନ୍ତୁ ତାର ବଦଳରେ ସେମାନେ କିଛି ରହସ୍ୟପୂର୍ଣ୍ଣ ବିଷୟ ଅନୁଭବ କଲେ। ପଥରଟି ଗଢ଼ା ହୋଇଛି ଏବଂ ସମାଧିଟି ଖାଲି ପଡ଼ିଛି। ଜଣେ ଦେବଦୂତ ସେମାନଙ୍କୁ କହନ୍ତି, ଭୟଭୀତ ହୁଅ ନାହିଁ, କାରଣ ମୃତମାନଙ୍କ ମଧ୍ୟରୁ ସେ ଉତ୍ଥିତ ହୋଇଛନ୍ତି। ସେହି କ୍ଷଣି ପୁନରୁତ୍ଥିତ ଯୀଶୁଙ୍କୁ ସେମାନେ ସାକ୍ଷାତ କରନ୍ତି ଏବଂ ସେ ସେମାନଙ୍କୁ କୁହନ୍ତି, ଭୟ କର ନାହିଁ। ଅତଏବ ସେମାନଙ୍କର ସେହି ଭୟ ଆନନ୍ଦ ଓ ଆଶାରେ ରୂପାନ୍ତରିତ ହେଲା, ଯାହା ଶିଷ୍ୟମାନଙ୍କ ସହିତ ସେହି ଖୁସିର ସମ୍ବାଦ ଜଣାଇବା ପାଇଁ ସେମାନେ ଦୌଡ଼ି ଯାଆନ୍ତି। ଆମ ଜୀବନରେ ଅନେକ ଥର ଭୟଭୀତ ହୋଇଥାଉ। ବିଫଳତାର ଭୟ, ରୋଗବ୍ୟାଧିର ଭୟ, ଅନିଶ୍ଚିତତାର ଭବିଷ୍ୟତର ଭୟ, କ୍ଷୟକ୍ଷତିର ଭୟ, ସମ୍ପର୍କର ଭୟ, ମରଣର ଭୟ ଇତ୍ୟାଦି। କିନ୍ତୁ ଯୀଶୁଙ୍କର ପୁନରୁତ୍ଥାନ ଆମ୍ଭମାନଙ୍କୁ ସ୍ମରଣ କରାଇ ଦିଏ ଯେ ପ୍ରତ୍ୟେକ ଅସୁବିଧାରୁ ଜାତ ପ୍ରତ୍ୟେକ ଭୟଠାରୁ ପରମେଶ୍ୱରଙ୍କର ଶକ୍ତି ଭୟଙ୍କର ଓ ମହାନ। ଯେବେ ଖ୍ରୀଷ୍ଟ ପୁନରୁତ୍ଥିତ ହୁଅନ୍ତି, ତାଙ୍କ ସହିତ ଆଶା ଉତ୍ଥିତ ହୁଏ। ଦ୍ୱିତୀୟ, ଖ୍ରୀଷ୍ଟଙ୍କ ସହିତ ମରଣ ଓ ପୁନରୁତ୍ଥାନ। ଦ୍ୱିତୀୟ ପଠନରେ ପ୍ରେରିତ ପାଉଲ ବର୍ଣ୍ଣନା କରି କହନ୍ତି ଯେ ଦୀକ୍ଷାସ୍ନାନ ସଂସ୍କାର ଦ୍ୱାରା ଖ୍ରୀଷ୍ଟିଆନମାନେ ଯୀଶୁଖ୍ରୀଷ୍ଟଙ୍କ ମରଣ ଓ ପୁନରୁତ୍ଥାନରେ ସହଭାଗୀ ହୁଅନ୍ତି। ପୁଣି ସେ କହନ୍ତି ଯେ ଯେତେବେଳେ ଆମ୍ଭେମାନେ ଦୀକ୍ଷାସ୍ନାନ ଗ୍ରହଣ କରୁ, ଖ୍ରୀଷ୍ଟଙ୍କ ମୃତ୍ୟୁରେ ଆମ୍ଭେମାନେ ସମାଧିସ୍ଥ ହେଉ, ଯାହାଦ୍ୱାରା ତାଙ୍କର ସହିତ ଆମ୍ଭେମାନେ ନୂତନ ଜୀବନକୁ ଉତ୍ଥିତ ହେଉ। ପାସ୍କାର ଅର୍ଥ ନୁହେଁ ଯେ ବହୁ ବର୍ଷ ପୂର୍ବେ ଯୀଶୁଙ୍କ ଜୀବନରେ କ'ଣ ଘଟିଥିଲା, ବରଂ ଏହା ମଧ୍ୟ ବିଶ୍ୱସନୀୟ ଏକ ବିଷୟ ଯେ ଆମ ଜୀବନରେ ନିଶ୍ଚିତ ଏହା ଘଟିବ। ଅର୍ଥାତ୍ ଯେମିତି ଯୀଶୁ ପୁନରୁତ୍ଥିତ ହୁଅନ୍ତି ଅନେକ ବର୍ଷ ପୂର୍ବେ, ତଦ୍ରୂପ ଆମ୍ଭେମାନେ ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରି ନିଶ୍ଚିତ ହୋଇଛୁ ଯେ ଦିନେ ଆମ୍ଭେମାନେ ମଧ୍ୟ ପୁନରୁତ୍ଥିତ ହେବା। ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନ ଅର୍ଥ ପାପକୁ ପଛରେ ଛାଡ଼ିବା, ବିଶ୍ୱାସ ଓ ପ୍ରେମରେ ବଢ଼ିବା ଏବଂ ଈଶ୍ୱରଙ୍କ ଆତ୍ମା ଅନୁଯାୟୀ ଜୀବନଯାପନ କରିବା। ଆଜିର ଶୁଭରାତ୍ରି ଯୀଶୁଙ୍କର ପୁନରୁତ୍ଥାନ ରାତ୍ରି, ଖ୍ରୀଷ୍ଟିଆନମାନଙ୍କ ପାଇଁ ଆଶାର ରାତ୍ରି। ତେଣୁ ଏହି ଉଜାଗର ରାତ୍ରି ଖ୍ରୀଷ୍ଟଙ୍କ ପ୍ରତି ପ୍ରତିଶ୍ରୁତି ପାଇଁ ଆମ୍ଭମାନଙ୍କୁ ଆମନ୍ତ୍ରଣ କରେ। ପ୍ରଥମ, ପାପର ସମାଧିକୁ ପରିତ୍ୟାଗ। ଯେଉଁଭଳି ସମାଧିର ପଥର ଗଡ଼ାଗଲା, ସେହିପରି ଆମ ଈଶ୍ୱର ଓ ପ୍ରତିବାସୀ ମଧ୍ୟରେ ସମ୍ପର୍କକୁ ପ୍ରତିବନ୍ଧ କରୁଥିବା ପଥର ରୂପକ ପାପ, ଯଥା ଗର୍ବ, ଅହଙ୍କାର, କୋପ, ହିଂସା ଏବଂ ଅନ୍ୟାନ୍ୟ କୁପ୍ରକୃତି, ବଦଭ୍ୟାସ, ଏ ସମସ୍ତକୁ ଗଡ଼ାଇବା ଉଚିତ। ଦ୍ୱିତୀୟ, ପୁନରୁତ୍ଥିତ ଜନତାଙ୍କ ଭଳି ବାସ କରିବା। ଖ୍ରୀଷ୍ଟଙ୍କର ପୁନରୁତ୍ଥାନରେ ଯଦି ସହଭାଗୀ ହୋଇଛୁ, ତେବେ ଆମର ଜୀବନ ରୂପାନ୍ତରିତ ବା ପରିବର୍ତ୍ତନର ଜୀବନ ଭାବେ ତାଙ୍କର ପ୍ରେମ, କ୍ଷମା, ଅନୁକମ୍ପାକୁ ପ୍ରତିବିମ୍ବିତ କରିବା। ତୃତୀୟ, ଶୁଭ ସମ୍ବାଦକୁ ଘୋଷଣା କରିବା। ମାଗ୍ଦଲେନା ମାରିଆଙ୍କ ଭଳି ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଘଟଣା, ଯାହାକି ଖ୍ରୀଷ୍ଟ ଜୀବିତ ଅଛନ୍ତି ବୋଲି ଘୋଷଣା କରିବା ପାଇଁ ପ୍ରେରିତ ହେବା। ଉପସଂହାର, ପାସ୍କା ସମ୍ବାଦ ଅତି ସରଳ ଭଳି ଜଣାପଡ଼େ, କିନ୍ତୁ ଏହା ବହୁତ ଶକ୍ତିଶାଳୀ ଏବଂ ରହସ୍ୟପୂର୍ଣ୍ଣ। କାରଣ ସମାଧି ଖାଲି ପଡ଼ିଛି, ଖ୍ରୀଷ୍ଟ ପୁନରୁତ୍ଥିତ ହୋଇଛନ୍ତି, ନୂତନ ଜୀବନ ପ୍ରାରମ୍ଭ ହୋଇଛି। ଏହାକୁ ନିଜର କରିବା ପାଇଁ ଅକ୍ଳାନ୍ତ ପ୍ରୟାସ କରିବା। ପ୍ରାର୍ଥନା। ହେ ପୁନରୁତ୍ଥିତ ଖ୍ରୀଷ୍ଟ, ଆମର ହୃଦୟ ମନପ୍ରାଣକୁ ନୂତନତ୍ୱରେ ଭରିଦିଅ, ଯଦ୍ୱାରା ଆମ୍ଭେମାନେ ଆଶା, ବିଶ୍ୱାସ ଓ ପୁନରୁତ୍ଥାନର ଜନତା ହୋଇ ଜୀବନଯାପନ କରିବୁ ଏବଂ ତୁମକୁ ଏହି ଜଗତରେ ସାକ୍ଷ୍ୟ ଦେବୁ। ପୁନରୁତ୍ଥିତ ଖ୍ରୀଷ୍ଟଙ୍କର ନାମରେ ତଥାସ୍ତୁ।